ଆମର ଯେନ୍ କି ଆଜିକାର ରଙ୍ଗମଞ୍ଚରେ ମଞ୍ଚାସୀନ ହେଉଥିବା ମହାନ ପୌରାଣିକ ଦଣ୍ଡ ନୃତ୍ୟରେ ଖୁସି କରି ସୁନିତା, କାବ୍ୟାଞ୍ଜଳି, ସୁନି, ମନୋଜ ବହାଟି ବହା ଗୋଟେ ଲେଖା ହେଇଛି। ସେ ବନ୍ଧୁମାନେ କଳାର ସମ୍ମାନ ରକ୍ଷା କରି କିଛି ଟଙ୍କା ଦେଇଛନ୍। ତାଙ୍କୁ ଆମ ଅନୁଷ୍ଠାନ ତରଫରୁ ବିଶେଷ 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 ଧନ୍ୟବାଦ ଯାଏ କଲା। ଜାଣିକି ଏଇଟା ବଡ଼ ଚିଠି ଗୋଟେ ଦେଇଛନ୍ ଗো। ଶ୍ରୀ ହରି ନେ रे बेड़ी मुई टिके उक्या ने देखी नहीं पारे ओए मोके अंधार के जीवार पड़सी अंदर से जाहन ताले अंधार के गले केनु एंती टामड़ी टुमड़ा करी अक्षर के मुती नहीं जासी जे काना लखाई छी आगे जहाँ लिखियो छो तुम्हें होता पढ़ू अछु हमें आगे भूल थिले क्षमा करबो हो राइट ले प्यार करबो एक नमूने लिखले जी लक्ष्मी पुराण रे तो वर्णना अछि जे भगवान लक्ष्मी को चांडालुणी कही देउलरू बाहर करिदेले एवं लक्ष्मी कहिले मते बाहर कल तुमे दुई भाई 12 वर्ष लक्ष्मी छड़ा हेबो बोली कहिले किंतु इटा केन जुगर कथा नहीं कली जुगे फलप्रद होइछि। 2 नंबर ने लिखले लेसुन प्याज भगवानंकर भोगरे कहीं की लागे नहीं लेसुन प्याज हल्दी चाल पोला मा जल्दी ओए गो मोर बेरी मुनी तो काहे बोलो तुम तोमर कथा यहां दे तक नहीं बुझनी। लक्ष्मी पुराण रे तो वर्णना अछि जे हां भगवान लक्ष्मी को चांडालुणी कही देउलरू तोड़ी देले बाहर करी देले एवं लक्ष्मी कहिले मते तो बाहर करी देउछ तोमर दुई भाई के मुई भी अभिशाप पे दोछिन जे 12 वर्ष पर्यंत तुमे लक्ष्मी छणा हेकर दारिद्र हेकर बोलबो इटा लक्ष्मी अभिशाप देछन जे इटा केन जुगर कथा केन जुगरे अभिशाप पे देथि इटा केन जुगर कथा नहीं कली जुगरे फलप्रद हेछि इटा केन जुगर कथा है बोलछन बोले लक्ष्मी अभिशाप पे देलाटा केन जुगरे देथि हां जे कली जुगे इटा आ इटा होछि हमर ओडिया परंपरा हां ओडिया मानकर होछन श्री जगन्नाथ जगतर नाथ समस्ते हमर ओडियावासी जेते भी पूर्व पश्चिम दक्षिण ओडिया अछन खाली केवल इटा ओडिया पुराण हला लक्ष्मी और बाहर ई लक्ष्मी पुराण नहीं चले किंतु स्कंद पुराणर कथा में बुझे कर कहू छे मां लक्ष्मी प्रकृति किन जगरे साप पे देथिले हाय ग बुझी पारु छ बने ये सुरननी केनता भावरे आज बुझे कर कहि देमा देखत केनता भावरे ई मोर सुरननी लवंगलता তুমি আছে বলছিলা মোর গেলাই কুনিল গজম কোতা এ সুরননি লবঙ্গলতা গেলাই কুনিল গজম কোতা শুনো ধননি মোর কহেলা কথা শুনো ধননি মোর কহেলা কথা
সঙ্গতে সচি দেবী সঙ্গতে শোনা দেই মন লো শোনা দেই মন সুরো ননি হে পুরাণ শুন কেলাই কুলিল পুরাণ শুন ନନିଲ ସ୍ୱର୍ଗପୁରେ ଦେବରାଜ ଇନ୍ଦ୍ର ସଙ୍ଗତରେ ହଁ ମା ସଚୀ ଦେବୀ হয় গো ଇନ୍ଦ୍ରଙ୍କର ଧର୍ମପତ୍ନୀ ହେଲେ ସଚୀ ହଁ ସଚୀ ଦେବୀ ଲକ୍ଷ୍ମୀଙ୍କର ପୂଜା କଲେ হয় হয় ତ ଲକ୍ଷ୍ମୀଙ୍କର ପୂଜା ଯେତେବେଳେ କରିଛନ୍ ସବୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସମସ୍ତେ ଯାଇଛନ୍ ହଁ ଲକ୍ଷ୍ମୀ ଦର୍ଶନ କରବା ଲାଗି ଲକ୍ଷ୍ମୀ ପୂଜାର ପ୍ରସାଦ ଖାଇବା ପାଇଁ হয় ଗো ତ ସେଇ ସମୟରେ ଇନ୍ଦ୍ର ତାଙ୍କର ଦାସୀକୁ ଆଣିବା ପାଇଁ କହିଲେ ହଁ ଯେ ଅତି ଶୀଘ୍ର ତୁମେ ସଚୀ ଦେବୀକୁ କହିଦିଅ ତ ସଚୀ ଦେବୀ ମା ଲକ୍ଷ୍ମୀଙ୍କର ପ୍ରସାଦ ଆଣିକରି ଆସିବେ ବୋଇଲେ। ହଁ ହଁ ତ ଯେତେବେଳେ ତାଙ୍କର ଦାସୀ ଆଣିକରି ଆସୁଛନ୍ হয় ଇନ୍ଦ୍ରର ସଭାକେ କାହିଁ ସଭା କହିଛନ୍ ଜାଣିଛ ସୁଦର୍ମା ସଭା। ସୁଦର୍ମା ସଭାକୁ ତ ସେଇ ସମୟରେ ଜଣଙ୍କର ହସ୍ତ ବାଜି କରି ଲକ୍ଷ୍ମୀଙ୍କର ପ୍ରସାଦ ତଳେ ପଡ଼ିଯାଇଛି କ୍ରୋଧରେ ଜର ଜର ହେଇଗଲେ ଇନ୍ଦ୍ର ହଁ ଆଉ ତାଙ୍କର ଦାସୀଙ୍କୁ ଅନ୍ୟ ଅତ୍ୟାଚାର କେତେ ଗାଲି କରିଥିଲେ হয় গো ଆରେ ରେ ନୀଳଜୀ ବୁଢ଼ୀ କି କର୍ମ କଲୁ ମହାଲକ୍ଷ୍ମୀର ପ୍ରସାଦ କେ ତଳେ ପକେଇ ଦେଲୁ ଲକ୍ଷ୍ମୀ ଦ୍ରୋହୀ ରେ ତିତ ଲକ୍ଷ୍ମୀ ଦ୍ରୋହୀ ଶ୍ରିୟା ଚାଣ୍ଡା ଲୁଣି ହୋଇ ମତେ ହେବୁ ତୁଇ ଯେ ଲକ୍ଷ୍ମୀ ଦ୍ରୋହୀ ରେ ତିତ ଲକ୍ଷ୍ମୀ ଦ୍ରୋହୀ ଅନିଲ ଯେତେବେଳେ ଦେବରାଜ ଇନ୍ଦ୍ର କ୍ରୋଧ ହୋଇକରି ଅଭିଶାପ୍ୟ ଦେଲେ ହଁ ଯେହେତୁ ମହାଲକ୍ଷ୍ମୀଙ୍କର ପ୍ରସାଦ ଖାଇବେ ବୋଲିକରି ବ୍ରହ୍ମା ବିଷ୍ଣୁ ମହେଶ୍ୱର ତାଙ୍କର ପୁର ଛାଣିକରି ଆମର ପୁରକେ ଆସିଛନ୍ ହଇଗୋ। ସୁଦର୍ମା ସଭାକେ ହଁ ଆଉ ସେଇ ପ୍ରସାଦକୁ ମହାଲକ୍ଷ୍ମୀ ପ୍ରସାଦକୁ ତୁ ତଲେ ପକେଇ ଦେଲୁ ଆଚ୍ଛା। ତୋ ଠାରୁ ଆଉ ଅଭାଗ୍ୟ ବତୀ ଆଉ କିଏ ନେଇନ ହଁ ହଁ ଯୋଉ ତତେ ଅଭିଶାପ୍ୟ ଦଉଛେ ଦେଉଛେ। ତୁଇ ଚାଣ୍ଡାଲୁଣି ହେଇକରି ଜନ୍ମ ହେବ ହଁ তো ଯେତେବେଳେ ସାପ୍ୟ ପାଇছে ସେଇ ସମୟରେ ଦେବରାଜ ଇନ୍ଦ୍ରକୁ କ୍ଷମା ମାଗଲା ଦାସୀ ହଁ ଏଡେ ବଡ ସାପ୍ୟ ଦେଲ ପ୍ରଭୁ ହଇଗୋ। ଜାଣତରେ ମୋର ହାତ ବାଜିଗଲା ମୋ ଅଜାଣତରେ ସିନା ହାତ ବାଜିଗଲା ହଁ ହଁ ତ ମୁଇଁ ଏ ପାପରୁ କେନ୍ତା ମୁକ୍ତି ହେବି হয় ବୋଇଲେ। গো ତ ଇନ୍ଦ୍ର ରାଜା କାଁ ବୋଇଲେ କାଣା କହିଲେ ଆଗ ଶ୍ରିୟା ଚାଣ୍ଡାଲୁଣି ହୋଇ ମର୍ତ୍ତେ ଅଜାତ ଲକ୍ଷ୍ମୀ ସେବା କରିବୁ ଶୁଣ ଶୁଣ ତୁଇ ତ ସେହି ଦିନ ନଣନ୍ଦେ ସେହି ଦିନ ଲକ୍ଷ୍ମୀ ସେବା କଲା ଦେଖ ଶ୍ରିୟା ସେହି ଦିନ ସେହି ଦିନ ନଣନ୍ଦେ ସେହି ଦିନ ନନିଲା ହଁ ହଁ ତ ଶ୍ରିୟା ଚାଣ୍ଡାଲୁଣି ରୂପରେ ମର୍ତ୍ତ୍ୟପୁରରେ ଜନ୍ମ ହେଲା ସ୍ୱର୍ଗର ଦେବଦାସୀ হয় গো ଆଉ ଲକ୍ଷ୍ମୀଙ୍କର ପୂଜା ଯେନ୍ ଦିନ କରବ ହଁ ଲକ୍ଷ୍ମୀ ତତେ ଯଦି ସାହା ହେବେ হয় ବୋଲେ ଇ ପାପରୁ ତୁଇ ମୁକ୍ତି ପାଇବୁ ଆଉ ପୁଣି ଥରେ ସ୍ୱର୍ଗପୁରକେ ହଁ ଆସିବୁ ହଁ ତ ଶ୍ରିୟା ଚାଣ୍ଡାଲୁଣି ରୂପରେ ଜନ୍ମ ହେଲା ସ୍ୱର୍ଗର ଦେବଦାସୀ হয় ଆଉ ମାର୍ଗଶିର ମାସରେ ଲକ୍ଷ୍ମୀଙ୍କର ପୂଜା କଲା ତ ମା ଲକ୍ଷ୍ମୀ ଯେତେବେଳେ ବୁଲବା ପାଇଁ ଯାଇଛନ୍ ନଗର ଭ୍ରମଣ ହଁ ହଁ ତ କାହା ଘରେ ବି ଛେରା ପ୍ରହରା ନେଇ କରିଥାଏ ନେଇ କରିଥାଇ ଶେଷକେ ବୁଲୁ ବୁଲୁ ପଲେଇ ଆସିବାର ସମୟରେ ଗାଁ ବାହାରେ ଶ୍ରିୟା ଚାଣ୍ଡାଲୁଣି ଘର ଥାଏ ହଁ ସିନ୍ଦୁର ଚନ୍ଦନ ଅଗୁର
ଚୁଆ ଚନ୍ଦନରେ ତାର ଘର ମହକି ଯାଉଥାଏ। ହଁ, ତ ମା ଲକ୍ଷ୍ମୀ ତ ପଦ୍ମ ଫୁଲରେ ବହୁତ ଶ୍ରଦ୍ଧା। ଶ୍ରୀୟାଙ୍କର ପଦ୍ମ ଫୁଲ ଦେଖିକରି ପଦ୍ମ ଫୁଲରେ ଉଭା ହେଲେ ଆଉ ଦର୍ଶନ ଦେଲେ। ତ ସେଇ ସମୟରେ କାଣା ହେଇଛି, ଯେତେବେଳେ ଚାଣ୍ଡାଳୁଣୀ ଘରକେ ମା ଲକ୍ଷ୍ମୀ ଯାଇଛନ୍, ଜଗନ୍ନାଥଙ୍କର ବଡ ଭାଇ ବଳଭଦ୍ର ଜାଣିପାଇଲେ ମୋର ଗୟା ଗଲା ସମୟ। ହଁ, ପଚରେଛନ୍ ଯେହେତୁ ମୁଇଁ ତମକୁ କହିଦେଉଛି। ତ ସେଇ ତ ଚାଣ୍ଡାଳୁଣୀ ଘରକେ ଯାଇଛେ ତୋର ଭାରି ଯା, ଅତି ଶୀଘ୍ର ତାକୁ ଛାଡ ପତ୍ର ଦେ, ବଡ ଦେଉଳରେ ତାକୁ ଖେଦି ଦିଅ। ତ ସେଇ ସମୟରେ ଯେତେବେଳେ ବଡ ଭାଇଙ୍କର ଆଜ୍ଞା କେବେ ବି ନେଇ କାଟୁଥାଏ ଜଗା, ତ ଲକ୍ଷ୍ମୀଙ୍କୁ ବଡ ଦେଉଳ ମନା କଲେ। ତ ମା ଲକ୍ଷ୍ମୀ ଶାପ୍ୟକୁ ଗ୍ରହଣ କଲେ। ଠିକ ଅଛି ପ୍ରଭୁ, ତମର ବଡ ଭାଇ କଥା ମାନିକରି ମତେ ତମେ ନିଜ ସ୍ତ୍ରୀ କେ ଛାଣି ଦଉଛ। ମୁଁ ତମକୁ ଗଲା ବେଲେ ଅଭିଶାପ୍ୟ ଦଉଛେ ଯେ ତୁମର ମତେ ଯେନ୍ତା ଲକ୍ଷ୍ମୀଙ୍କୁ ଛାଣିଛ 12 ବର୍ଷ ତୁମେ ବି ହେନ୍ତା ଦାରିଦ୍ର ହେଇକରି ବୋଲ। ଏଟା ଲକ୍ଷ୍ମୀ ପୁରାଣରେ ଲେଖା ଅଛି। କିନ୍ତୁ ପ୍ରକୃତେ କେନ୍ ଯୁଗରେ ଜଗନ୍ନାଥଙ୍କୁ ମା ଲକ୍ଷ୍ମୀ ଶାପ୍ୟ ଦେଇଥିଲେ ଜାଣିଛ? ବୁଝେଇକରି ତମକୁ ଇ ସଭା ମଧ୍ୟରେ ମୁଁ ଆଜି କହିଦେବି। ନନିଲ ଆଗ ଶ୍ରୀ ସତ୍ୟ ଯୁଗର କଥା କରାଏ ଶ୍ରାବଣ, ସ୍କନ୍ଦ ପୁରାଣରେ ଦେଖ ରହିଛି ପ୍ରମାଣ। ବଳଭଦ୍ର ସଙ୍ଗତେ ବଳଭଦ୍ର, ଜଗନ୍ନାଥ ବଳଭଦ୍ର ସୁଭଦ୍ର ମିଶିଣ ଯେ, ଶୁଣ ଶୁଣ ହେ ଜନ ଶୁଣ ଶୁଣ। ଜାଣିଛୁ ଯେ କଲି ଯୁଗରେ କେବଳ ଜଗନ୍ନାଥ ଅଛନ୍ତି। ଜଗନ୍ନାଥ ସତ୍ୟ ଯୁଗରେ ଅଛନ୍ତି। ସେଇ ହଉଛନ୍ତି ଜଗତର ନାଥ ବୋଲିକରି ତାଙ୍କୁ ଜଗନ୍ନାଥ କୁହାଯାଏ। କଲି ଯୁଗରେ ମୌନ ଭାବରେ ଖାଲି ମୂର୍ତ୍ତି ହିସାବରେ ସିନା ଭଗବାନ ଜଗନ୍ନାଥ ନାମ ପାଇଛନ୍, କିନ୍ତୁ ସତ୍ୟ ଯୁଗରୁ ସେ ଜଗତର ନାଥ ଜଗନ୍ନାଥ। ସତ୍ୟ ଯୁଗରେ ସ୍କନ୍ଦ ପୁରାଣରେ ଲେଖା ହେଲା, ସତ୍ୟ ଯୁଗରେ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରା ଶୁଣି ପକତା ଲାଗେ ବ୍ରହ୍ମାଣ୍ଡ ଯାତ୍ରା କରିବା ପାଇଁ ଯାଇଛନ୍। ବ୍ରହ୍ମାଣ୍ଡ ଭିକ୍ଷା ଯାତ୍ରା କରିବା ପାଇଁ ସୁଭଦ୍ରା ବଳଭଦ୍ର ଏବଂ ଜଗନ୍ନାଥ ଯାଇଛନ୍ତି। ଆଗ ସେହି ସମୟରେ ଦେଖ ବିଳମ୍ବ ଜାଣିନ, ମହାଲକ୍ଷ୍ମୀ ଅଭିଶାପ୍ୟ ଦେଇଥିଲେ ପୁଣ। ଯେତେବେଳେ ତିନି ଭାଇ ଭଉଣୀ ବ୍ରହ୍ମାଣ୍ଡ ଭିକ୍ଷା ଯାତ୍ରା କରି ଯାଇଛନ୍, କେତେ ବେଲ ପର୍ଯ୍ୟନ୍ତ ତାଙ୍କର ବିଳମ୍ବ ହେଇଗଲା ଆସିବା ପାଇଁ। ତ ମା କ୍ରୋଧରେ ଜର ଜର ହେଇଗଲେ ଆଉ ସତ୍ୟ ଯୁଗରେ ତିନି ଭାଇ ଭଉଣୀକୁ ଅଭିଶାପ୍ୟ ଦେଇଥିଲେ, ଦୁଇ ଭାଇଙ୍କୁ ଅଭିଶାପ୍ୟ ଦେଇଥିଲେ ଯେ ତୁମର ଦୁଇ ଭାଇ ମତେ ଯେନ୍ତା ଛାଣି କରି ତମର ଭଉଣୀ ସାଙ୍ଗେ ଯାତ୍ରା କରୁଛ, ତୁମର ଦୁଇ ଭାଇ 12 ବର୍ଷ ପର୍ଯ୍ୟନ୍ତ ତମେ ବି ଠିକ ସେନ୍ତା ପୁଣି ଥରେ କଲି ଯୁଗରେ ଭିକ୍ଷା ମାଗ। ସତ୍ୟ ଯୁଗରେ ବି ମୋ ମା ଲକ୍ଷ୍ମୀ ଅଭିଶାପ୍ୟ ଦେଇଥିଲେ, ସ୍କନ୍ଦ ପୁରାଣରେ ଲେଖା ଅଛି। ଆଉ କଲି ଯୁଗରେ ଲକ୍ଷ୍ମୀ ପୁରାଣରେ ଲେଖା ହେଇଛି ଯେ ଲକ୍ଷ୍ମୀଙ୍କୁ ଯେତେବେଳେ ଛାଣିଲା ବେଳେ ସେତେବେଳେ ଅଭିଶାପ୍ୟ ମା ଲକ୍ଷ୍ମୀ ଦେଇଥିଲେ। ଏହିପରି ଭୋଜନ ଏହିପରି ସାପ୍ୟ ଦେଇଥିଲେ ମାତା ଯେ ଠାକୁରାଣୀ ଯେ, ଏହିପରି ଭୋଜନ ଏହିପରି।
माँ लक्ष्मी केबे साप्य देथि से कथा से कथा हला इजा पढ़ते फिर ई चिट्ठी काहे करबो